ଋଣ ନେଇକରି ଏହି କାମ ବିଲକୁଲ ବି କରିବା ଠିକ୍ ନୁହେଁ। ଋଣ ନେଇକରି ଏହି କାମ ବିଲକୁଲ ବି କରିବା କଥା ନୁହେଁ। ଅନ୍ୟଠାରୁ ଋଣ ନେଇକରି କେବେ ହେଲେ ତୀର୍ଥଯାତ୍ରା କରନ୍ତୁ ନାହିଁ। ଋଣ, ବେଇମାନୀ, ଚୋରି ଧନରେ କେବେ ହେଲେ ପୂଜା ପାଠ କରିବା କଥା ନୁହେଁ। କୌଣସି ଜଣକଠାରୁ ଋଣ ନେଇକରି ଅନ୍ୟ ଜଣଙ୍କୁ ଋଣ ଦିଅନ୍ତୁ ନାହିଁ। ଋଣ ନେଇକରି ସେୟାର ମାର୍କେଟରେ ପଇସା ଲଗାଇବା କଥା ନୁହେଁ। ଗୋଟିଏ ଋଣ ଶୁଝିବା ପାଇଁ ଆଉ ଗୋଟିଏ ଋଣ କରିବା କଥା ନୁହେଁ। ଯେଉଁ ବ୍ୟକ୍ତି ବିଶ୍ୱାସର ପାତ୍ର ହୋଇ ସମ୍ପଦ ବିପଦରେ ସଦା ମିତ୍ରର ସହାୟତା କରନ୍ତି, ସେ ହେଉଛନ୍ତି ପ୍ରକୃତ ମିତ୍ର। ମାନସିକ ରୂପରେ କେମିତି ମଜବୁତ ହେବେ? ଯାହା ଘଟିଯାଇଛି ତା ବିଷୟରେ ଅଧିକ ଚିନ୍ତା କରିବା ବନ୍ଦ କରନ୍ତୁ। ପ୍ରତିଦିନ ସକାଳେ ଧ୍ୟାନ କରିବା ଆରମ୍ଭ କରନ୍ତୁ। କୌଣସି ଜିନିଷ ଅତ୍ୟଧିକ ଆଶା କରନ୍ତୁ ନାହିଁ। ପ୍ରଥମ ଥର ପାଇଁ କୌଣସି କାମରେ ବିଫଳ ହେବାକୁ ଭୟ କରନ୍ତୁ ନାହିଁ। ଭୁଲ ହେଇଗଲେ କେବେ ନିଜକୁ ଦୋଷାରୋପ କରନ୍ତୁ ନାହିଁ। ଏପରି ଜିନିଷରେ ଆପଣଙ୍କର ଶକ୍ତି ନଷ୍ଟ କରନ୍ତୁ ନାହିଁ ଯାହା ଆପଣ ତାକୁ ବଦଳାଇ ପାରିବେ ନାହିଁ। ସମସ୍ତଙ୍କ କଥା ଶୁଣନ୍ତୁ, କିନ୍ତୁ ନିଜର ଯାହା ଇଚ୍ଛା ତାହା କରନ୍ତୁ। ଯେତେ ପାରୁଛନ୍ତି କମ୍ କଥା କୁହନ୍ତୁ। ଅଧିକ କହିବା ଦ୍ୱାରା ଶକ୍ତି ଏବଂ ମୁଡ୍ ଦୁଇଟା ଖରାପ ହୋଇଯାଏ। ମଣିଷକୁ ଜ୍ଞାନ ଆଲୋକ ଦିଅନ୍ତୁ ଓ ଆଧ୍ୟାତ୍ମିକ ବଳ ସମ୍ପନ୍ନ କରନ୍ତୁ। ସମସ୍ତେ ପବିତ୍ର, ଆଧ୍ୟାତ୍ମିକ ବଳ ସମ୍ପନ୍ନ ଓ ଶିକ୍ଷିତ ହେଲେ ଜଗତରୁ ସବୁ ଦୁଃଖ ଦୂର ହୋଇଯିବ। ଜ୍ଞାନଦାନ ଭୋଜ୍ୟ ଓ ବସ୍ତ୍ର ଦାନ ଠାରୁ ଶ୍ରେଷ୍ଠ ଦାନ। ପ୍ରାଣ ଦାନ ଠାରୁ ମଧ୍ୟ ଏହା ଶ୍ରେଷ୍ଠ। ଜ୍ଞାନ ହିଁ ମଣିଷର ପ୍ରକୃତ ଜୀବନ। ଅଜ୍ଞାନ ମୃତ୍ୟୁ ତୁଲ୍ୟ। ଦାମ୍ପତ୍ୟ ଜୀବନର କେତୋଟି ଦିଗ। ଯେଉଁ ସ୍ତ୍ରୀ ପାଖରେ ତ୍ୟାଗ, ଧୈର୍ଯ୍ୟ, ନିଷ୍ଠା ଓ ଆତ୍ମବିଶ୍ୱାସ ଥିବ, ସେ ହିଁ ପଥଭ୍ରଷ୍ଟ ସ୍ୱାମୀଙ୍କୁ ଉଚିତ ମାର୍ଗକୁ ଆଣିପାରିବ। ପୁରୁଷର ଅପୂରଣୀୟ ଜୀବନ ପାଇଁ ନାରୀ ଏକ ଶ୍ରେଷ୍ଠ ପରିପୂରକ। ନାରୀ ସେଇଠି ଦେବୀ ଭଳି ପ୍ରତ୍ୟୟ ହୋଇଥାଏ, ଯେଉଁଠି ନିଜେ ଜଳି ଅନ୍ୟକୁ ଆଲୋକିତ କରିଥାଏ। ଭଉଣୀ ଭଳି ସ୍ନେହ ଓ ମାର ମମତା ଦେଇ ଯିଏ ପ୍ରେମ କରେ ସେ ହିଁ ପ୍ରେମିକା ହୋଇପାରେ। ଯେଉଁଠି ଭଲ ପାଇବା ସ୍ଥିତପ୍ରଜ୍ଞ, ସେଠି ବିଚ୍ଛେଦ ମୁଣ୍ଡ ଗୁଞ୍ଜି ପାରେନା। ନାରୀ ଯେଉଁଠି ଟିକେ ବିଶ୍ୱାସ ପାଏ, ସେଇଠି ନିଜର ନିଜତ୍ୱ ଜମାଇ ଦିଏ। ନାରୀର ମନରେ ଯଦି ସନ୍ଦେହ ଉତ୍ପନ୍ନ ହୁଏ, ତେବେ ସେହି ଜ୍ୱଳନ୍ତା ବହ୍ନିକୁ ଲିଭାଇବା ପାଇଁ କୌଣସି ପୁରୁଷ ସହଜରେ ସଫଳ ହୋଇପାରେନା। ମନର ଆସକ୍ତି କ୍ଷଣସ୍ଥାୟୀ ଓ ହୃଦୟର ମମତା ଚିରସ୍ଥାୟୀ। ଯେଉଁ ସ୍ତ୍ରୀ ନିଜର ସ୍ୱାମୀଙ୍କୁ ସେବା କରିବାରେ କୁଣ୍ଠାବୋଧ କରେ, ସେ ସଫଳ ପତ୍ନୀର ମର୍ଯ୍ୟାଦା ପାଏ ନାହିଁ। ଜୟ ଶ୍ରୀ ଜଗନ୍ନାଥ।